ମୋ ପାଖରେ ଯାହା ଅଛି ସେଥିରେ ମୁଁ ବହୁତ ଖୁସି ଅଛି। ଯାହା ଅଛି ମାନେ ଏଇ ଯେ ମୁଁ ମୋର 2 ଝିଅ ଆଉ ଆମ ରୂପାଲି, ଯିଏକି ମୋ ଝିଅ ଠାରୁ ବି ଅତ୍ୟନ୍ତ। ମୁଁ ସେଇ ଭିତରେ ନିଜକୁ ନିଜେ ବେଶ ଖୁସି ରହିବା ପାଇଁ ଚାହେଁ। ମୋର ଏଇଟା ଅଛି ଆଉ ସେଇଟା ନାହିଁ, ଏଇଟା ମୁଁ କେବେ ବି ଭାବେନି। କାହିଁକି ଜାଣନ୍ତି? ଏ ସମାଜରେ ଏମିତି ବି ଲୋକ ଅଛନ୍ତି ଯେମାନଙ୍କ ପେଟରେ କି ଭୋକ ଥାଏ ସତ, କିନ୍ତୁ ଖାଇବା ପାଇଁ କିଛି ବି ନଥାଏ। ଆଉ ଏମିତି ବି ଲୋକ ଅଛନ୍ତି ଯେମାନଙ୍କ ପାଖରେ ଅନେକ କିଛି ଖାଇବା ପାଇଁ ଥାଏ, କିନ୍ତୁ ତାଙ୍କମାନଙ୍କ ପାଖରେ ଖାଇବା ପାଇଁ ଟିକେ ସମୟ ବି ନଥାଏ। ଆଉ ସମାଜରେ ଏମିତି ବି ଲୋକ ଅଛନ୍ତି ଯେମାନଙ୍କ ପାଖରେ ଖାଦ୍ୟ ବି ରହିଛି, ଖାଦ୍ୟ ଖାଇବା ପାଇଁ ସମୟ ବି ଅଛି, କିନ୍ତୁ ସେ ଯେ ଖାଦ୍ୟଟି ଖାଇବେ ତାଙ୍କ ଶରୀରରେ ସେ କ୍ଷମତା ନାହିଁ। ଏ କଥାର ମାନେ ଆପଣମାନେ ଯେଉଁ ପ୍ରକାର ବି ବୁଝିପାରିବେ। ତେଣୁ ସମୟ ଥିବା ସମୟରେ ଠିକ୍ କାମଟା ହିଁ କରିବା ଉଚିତ। ସମୟ ଚାଲିଗଲା ପରେ ସେ କାମ ଆଉ କେବେ ବି ହେଇପାରିବନି। ତେଣୁ ସମୟ ଯିବା ସଙ୍ଗେ ସଙ୍ଗେ କିଛି କିଛି କାମ ଏମିତି କରିଯିବା ଯେମିତି ସମସ୍ତେ ଖୁସି ହେବେ। କାହାରି ଅନିଷ୍ଟ ଚିନ୍ତା ନ କରିକି ନିଜ ନିଜ କାମ ସମସ୍ତେ କରିଚାଲନ୍ତୁ। କିଛି କିଛି କାମରେ ଆଗେଇ ଗଲେ ବହୁତ ଭଲ ହୁଏ।